ଆଜ୍ଞା ଆଜିକାଲି ଦୁନିଆ ପରିବର୍ତ୍ତନ ହେଇଛି। ଆଜ୍ଞା ସବୁ କିଛି ଏଠି ଅପୋଜିଟ ଚାଲୁଛି। ଏଠି ଦେଖାଯାଉଛି ଅନେକ ପିଲାମାନେ ସେମାନଙ୍କ ବାପା ମା ମାନଙ୍କୁ ବୃଦ୍ଧାଶ୍ରମରେ ଛାଡି ଦିଅନ୍ତି। ଆଜ୍ଞା ପରିଣତ ବୟସରେ ସେମାନଙ୍କୁ ନାନା ପ୍ରକାର କଟୁ ମନ୍ତବ୍ୟ ଦିଅନ୍ତି। ବାପା ମାଙ୍କୁ ବିଶେଷ କରି ପିଲାମାନେ ଆଉ ପଚାରୁନାହାନ୍ତି। ଏସବୁର ପ୍ରଭାବ ସମାଜ ଉପରେ ପଡୁଛି। କଣ କହିବି ଏହାର କାରଣ? ବର୍ତ୍ତମାନ ସମାଜରେ ମୁଁ ଯାହା ଲକ୍ଷ୍ୟ କରୁଛି ଯେ ସମସ୍ତେ ଗୋଟେ ଗଣ ଦୌଡ଼ରେ ଦୌଡୁଛନ୍ତି। ସମସ୍ତେ ଖାଲି ଅର୍ଥର ନିଶା ସମସ୍ତଙ୍କୁ ପାଗଳ କରିଦେଇଛି। ଆଉ କେହି ଆମର ସଂସ୍କୃତି ପରମ୍ପରା ଐତିହ୍ୟ ଏହା ପ୍ରତି କାହାର ଦୃଷ୍ଟି ନାହିଁ। ଏମିତିକି ମୁଁ ଯେତେବେଳେ ଶିକ୍ଷା ପରିଷଦରେ ଥିଲି ସେତେବେଳେ ଓଡ଼ିଆ ବହିରେ ବିଭିନ୍ନ ବଡ଼ ମଣିଷଙ୍କ ଜୀବନୀ ବିଭିନ୍ନ ନୀତି ଶିକ୍ଷା କେମିତି ରହିବ, ଯିଏ ଆମର ଓଡ଼ିଆ ବହି ତିଆରି କରୁଥିଲେ ମୁଁ ତାଙ୍କ ସହିତ ସାହାଯ୍ୟ କରି ତାଙ୍କୁ କହୁଥିଲି ଆପଣ ଏଗୁଡ଼ା ରଖନ୍ତୁ। କାରଣ ନହେଲେ ଦିନ ଆସିବ ଆମ ଓଡ଼ିଶାରେ ଲୋକମାନେ ସବୁ ଐତିହ୍ୟ ପରମ୍ପରା ସଂସ୍କୃତିକୁ ଭୁଲିଯିବେ, ବାପା ମାଆଙ୍କୁ ଭୁଲିଯିବେ। ତେଣୁ ଏସବୁ ଭାରି ବ୍ୟତିକ୍ରମ ହେଇଯିବ। ଯୋଉଟାକି ଆମେ ଯଦି ଚାଲୁଥିବା ମାଟି ଉପରେ ଠିଆ ହେଇଥିବା ପାହାଚ ଉପରେ ତାକୁ ଯଦି ଭୁଲିଯିବା ତାହେଲେ ଆଉ ମନେ ରଖିବା କାହାକୁ? କିନ୍ତୁ ବର୍ତ୍ତମାନ ଦୁନିଆରେ ବ୍ୟତିକ୍ରମ ହେଇଛି। ସମସ୍ତେ ଆମେ ଗଣ ଦୌଡ଼ରେ, ବାପା ମା ମାନେ ବି ନିଜର ଭୁଲ କରୁଛନ୍ତି ଯେ ସାଧାରଣତଃ ସେମାନେ କଣ ଭାବନ୍ତି ଯେ ଖାଲି ଇଂରାଜୀ ଶିକ୍ଷା କଲେ କଣ ମଣିଷ ବଡ଼ ମଣିଷ ହେଇଯିବେ? ଭୁଲ କଥା। ମଧୁବାବୁ ତ ଇଂରାଜୀ ଶିକ୍ଷା କରିନଥିଲେ, ଓଡ଼ିଆ ମିଡିୟମରେ ପାଠ ପଢିଥିଲେ। ତେଣୁ ମଧୁବାବୁଙ୍କ ପରି ଅନେକ ଗୋପବନ୍ଧୁ କୁହନ୍ତୁ, ଆପଣଙ୍କର ଫକୀର ମୋହନ କୁହନ୍ତୁ, ଯେତେ ବଡ଼ ବଡ଼ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସେମାନେ ସମସ୍ତେ ଓଡ଼ିଆ ପାଠ ପଢିଥିଲେ। ଓଡ଼ିଆ ପଢି ଇଂରାଜୀ ପଢି ଇଂରାଜୀରେ ବି ଖୁବ ଆଚାର୍ଯ୍ୟ ହରିହର କୁହନ୍ତୁ ଯିଏକି ଚାଇଲ୍ଡ ଫାଷ୍ଟ ଗ୍ରାମାର ଲେଖିଥିଲେ। ତେଣୁ ସେମାନେ ଓଡ଼ିଆ ପଢିଥିଲେ ଆଉ ଇଂରାଜୀ ପଢିଥିଲେ। ମୁଁ ବି ନିଜେ ଜଣେ ଓଡ଼ିଆ ମାଧ୍ୟମର ଛାତ୍ର। ଆଉ ଇଂରାଜୀ ଲେଖିବାରେ ଯାହା ଜାଣିଛି ସେଇଟା ମୁଁ ଅଧିକା କହିବା ଉଚିତ ହେବନି। ମୋ ଶିକ୍ଷା ପରିଷଦରେ ମୁଁ ଯେତିକି ଦିନ କାମ କରିଛି ସମସ୍ତେ ମୋତେ ମନେ ରଖିଛନ୍ତି, ଆଜି ବି ମନେ ରଖିଛନ୍ତି। ଆଉ ମୁଁ ବଡ଼ ବଡ଼ ଲୋକଙ୍କୁ ଦେଖିଛି। କୃଷି ପଣ୍ଡା ଆପଣଙ୍କର ଯିଏ ଆଇଏସ୍ ଟପର ହେଇଥିଲେ ସେ ବି ତ ନଥିଲେ ଇଂରାଜୀ ମିଡିୟମର ଛାତ୍ର। ତେଣୁ ମୁଁ ଆଜି ଦେଖୁଛି ସମସ୍ତେ ଗୋଟେ ଇଂରାଜୀ ମାଧ୍ୟମର ଗଣଦୌଡ଼ରେ ଦୌଡ଼ିଛନ୍ତି। ସମସ୍ତେ ଭାବୁଛନ୍ତି ଆମେ ଯେମିତି ରାତି ରାତି ହାତୀ କିଣି ଆଣିବୁ। ତେଣୁ ଏଇ ଯୋଉ ଚିନ୍ତାଧାରାଟାକୁ ଯଦି ଓହରିକିରି ଆମ ସଂସ୍କୃତି ପରମ୍ପରା ପ୍ରତି ଟିକେ ଧ୍ୟାନ ଦିଅନ୍ତେ, ଆଉ ବାପା କଣ ସମସ୍ତେ ଜାଣିଛନ୍ତି କିନ୍ତୁ କେହି ବୁଝୁନାହାନ୍ତି। ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତତ୍ତ୍ୱ, ପିତରି ପିତୃମାପନ୍ନେ ପ୍ରିୟନ୍ତି ସର୍ବଦେବତା। ଏ କଥା ପାଠରେ ଅଛି, ବହିରେ ଅଛି, ସମସ୍ତେ ଜାଣିଛନ୍ତି କିନ୍ତୁ ଭୁଲି ଯାଉଛନ୍ତି। ତେଣୁ ଯେତେବେଳେ ବାପା ମାଙ୍କର ସ୍ନେହରୁ ଆମେ ବଞ୍ଚିତ କରି ପିଲାମାନଙ୍କୁ ହଷ୍ଟେଲ ଜୀବନରେ ଛାଡୁଛେ, ସେମାନଙ୍କୁ ବାପା ମାଙ୍କର ସ୍ନେହରୁ ବଞ୍ଚିତ ହେଲା ପରେ ସେ ଜାଣିପାରୁନାହାନ୍ତି ବାପା ମା କଣ। ତେଣୁ ସେ ପିଲା ଭୁଲି ଯାଉଛନ୍ତି ଯେ ମୋ ବାପା ମା ସେ ପଇସା ଦଉଛନ୍ତି, ସବୁ କିଛି କରୁଛନ୍ତି। ଦୁଃଖ ଲାଗୁଛି ଯେ ବାପା ମା କଣ ବୁଝିପାରୁନାହାନ୍ତି, ଯୋଉଟା କି ଆଜିର ଦିନରେ ବ୍ୟତିକ୍ରମ ଘଟିଛି। ସେଥିପାଇଁ କି ବାପା ମାଙ୍କ ପ୍ରତି ପିଲାମାନଙ୍କର ଆସକ୍ତି ରହୁନି, ପରିବାର ପ୍ରତି ଆସକ୍ତି ରହୁନି। ପରିବାର ଯୋଉ ବନ୍ଧନ ଅଛି ମାନେ ଆମର କହନ୍ତି ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ପରସ୍ପର ସ୍ନେହ ଯାଇ ଥାଏ ନିରନ୍ତର। ଆମେ ସମସ୍ତେ ପରିବାର ଭିତରେ ସମସ୍ତେ ସମସ୍ତଙ୍କୁ ଭଲ ପାଇବା, ସ୍ନେହ କରିବା, ଆଦର କରିବା, ପ୍ରତ୍ୟେକର ଦୁଃଖ ସୁଖରେ ସମସ୍ତେ ଭାଗିଦାରୀ ହେବା, ସେଇ ଜିନିଷଟା ଆଜିକା ଦିନର ପିଲାମାନେ ଜାଣିପାରୁନାହାନ୍ତି। ସେ କେବଳ ଗଣ ଦୌଡ଼ରେ ଦୌଡୁଛନ୍ତି, ଭଲ ପାଠ ପଢୁଛନ୍ତି, ଗୋଲ୍ଡ ମେଡାଲିଷ୍ଟ ହଉଛନ୍ତି, ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ସମାଜ ଆଉ ସଂସାର ଆଉ ପରମ୍ପରା ଐତିହ୍ୟ ଏସବୁକୁ ଭୁଲି ଯାଉଛନ୍ତି, ଯୋଉଟାକି ଦୁଃଖର କଥା। ଓଡ଼ିଶାବାସୀଙ୍କୁ କଣ ଜଣେଇବେ ଆପଣ? ବାର୍ତ୍ତା କଣ ଦେବେ? ଓଡ଼ିଶାବାସୀଙ୍କୁ ଏତିକି କହିବି, ଆପଣମାନେ ଯାହା କରନ୍ତୁ ଆପଣଙ୍କ ପରିବାରକୁ ଭଲ ପାଆନ୍ତୁ, ସମସ୍ତ ଭାଇ ବନ୍ଧୁ। କାରଣ ଆମ ଓଡ଼ିଆ ଜାତିର ଇଷ୍ଟଦେବ ହେଲେ ଜଗନ୍ନାଥ। ଜଗନ୍ନାଥ ତାଙ୍କ ସାଙ୍ଗରେ ଭାଇ ଭଉଣୀ ସମସ୍ତଙ୍କୁ ଏକାଠି କରିକି ଗୋଟିଏ ଘରେ ସେ ରହିଛନ୍ତି। ତେଣୁ ଏଇ ପରମ୍ପରାକୁ ସମସ୍ତେ ରଖନ୍ତୁ। ଆଉ ଭାଇ କେବେ ଭଗାରୀ ନୁହଁ, ଭାଇ ଭାଇ। ତେଣୁ ସମସ୍ତେ ଭାଇ ଭଉଣୀ ପରିବାର ଏକତ୍ର ରୁହନ୍ତୁ। ଏକାନ୍ନ ପରିବାର ସବୁଠୁ ଭଲ। ଏବଂ ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତୁ। ଆଉ ପିତା ମାତାଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ, ଯଥେଷ୍ଟ ସମ୍ମାନ ଦିଅନ୍ତୁ, ଏତିକି କହିବି। ନମସ୍କାର। ନମସ୍କାର। ଗୋଟେ ମିନିଟ୍।